ଚାଷୀଙ୍କ ଖାତାକୁ ପୁଣି ଆସିବ 2000 ଟଙ୍କା, କିନ୍ତୁ ଏମାନଙ୍କୁ ମିଳିବନି ଟଙ୍କାଟେ। ଚାଷୀମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରାୟତଃ ଅନେକ ଯୋଜନା କରିଛନ୍ତି। ଏବେ କିଛି ଦିନ ତଳେ ଦେଶରେ ସମସ୍ତ ଯୋଗ୍ୟ ଚାଷୀକୁ 2000 ଟଙ୍କା ମିଳିଥିଲା। ପିଏମ୍ କିଷାନ 2000 ଟଙ୍କା ଅଧୀନରେ ଲେଖାଏଁ ପଠାଇଛନ୍ତି ସରକାର। ଏହାପରେ ମଧ୍ୟ ଦେଶରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ସରକାର କିଷାନ କଲ୍ୟାଣ ଯୋଜନାର 14ତମ କିସ୍ତି ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ମଧ୍ୟ ଦେଶରେ ପ୍ରାୟ 2 ଲକ୍ଷ ଟଙ୍କା, ପ୍ରାୟ 82 ଲକ୍ଷ ଗତ କିଛି ମାସ ଧରି 14ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ସାଧାରଣତଃ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଅପେକ୍ଷାରେ ଅଛନ୍ତି। ଏଥର ଏକ ଗୁରୁତ୍ୱପୂର୍ଣ୍ଣ ବିଳମ୍ବ ଯେ ଏହି ବିଳମ୍ବରେ କାରଣ ଭାବରେ ବୈଷୟିକ ବିବରଣୀ ରଖାଯାଇଅଛି। ରାଜ୍ୟ ସରକାର କିଷାନ ଯୋଜନା ପାଇଁ ଏବେ ବଜେଟ୍ ବ୍ୟବସ୍ଥା କରିଛନ୍ତି। ପ୍ରାରମ୍ଭରେ ଫେବୃଆରୀ ପାଣ୍ଠି ଯେଉଁ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ସେତେବେଳେ ଏହା ସଫଳ ଯେ 14ତମ କିସ୍ତି ହସ୍ତାନ୍ତର ସମ୍ପର୍କରେ ପ୍ରଶାସନିକ ଭେଟ ଯେଉଁ ଶେଷ ପର୍ଯ୍ୟାୟରେ ଅଛି। 2000 ଟଙ୍କା ଏବେ ଆକାଉଣ୍ଟକୁ ଆସିବାର ଖୁବ୍ ଜୋରଦାର ଲାଗିଛି। 2000 ଟଙ୍କା ଚାଷୀଙ୍କ ମନ ବିକଳ ହେଉଥିବାରୁ ଏବେ ଚାଷୀଙ୍କ ଖାତାକୁ ଆସିବ ପୁଣି ଆଉ 2000 ଟଙ୍କାର ଉପଲବ୍ଧ। ଚାଷୀମାନେ ଏହି 2000 ଟଙ୍କାରେ କିଛି ଉପଲବ୍ଧ ହୋଇପାରିବେ, କିଛି ବ୍ୟବସାୟ ବାଣିଜ୍ୟ ଉପରେ ଏବଂ କିଛି ତାଙ୍କ ଚାଷ କାମରେ ଲଗାଯାଇ ପାରିବେ। 2000 ଟଙ୍କାର ସରକାର ଦେଉଛନ୍ତି। 14ତମ କିସ୍ତି ତାଲିକାରେ ବାଦ୍ ଦିଆଯାଇଛି ଯେ ଚାଷୀମାନେ 14ତମ କିସ୍ତି ପାଇବେ ନାହିଁ ବୋଲି ଘୋଷଣା କରାଯାଉଛି ଏବଂ ଏପର୍ଯ୍ୟନ୍ତ ନ ଆସିଥିବାରୁ ଚାଷୀମାନେ ବିଳମ୍ବରେ ହୋଇଥିବାରୁ ଏବେ ମୋଦି ସରକାର ଘୋଷଣା କଲେ ଯେ ପୁଣି ସରକାର ଘୋଷଣା କଲେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପୁଣି ଆଉ 2000 ଟଙ୍କା। ସେଥିପାଇଁ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ।